ସମସ୍ତଙ୍କୁ ଓଂସାଇରାମ ଆଶା କରୁଛି ଭଗବାନଙ୍କ କୃପାରୁ ସମସ୍ତେ ବହୁତ ଭଲ ଭାବରେ ଥିବେ। ଚାଲନ୍ତୁ ଆଜି ଶୁଣିବା। ପ୍ରଥମେ ଶୁଣିବା ଆଜିର ଅନୁଚିନ୍ତା, ତାପରେ ଶୁଣିବା କେତୋଟି ସ୍ୱପ୍ନର ଅର୍ଥ ଜାଣିବା, ତାପରେ କ'ଣ କଲେ ଆର୍ଥିକ ସମସ୍ୟା ଏବଂ ପିତୃଦୋଷ କଟିଯାଏ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ପସନ୍ଦ ଆସିବ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। ତାହେଲେ ଚାଲନ୍ତୁ ଶୁଣିବା। ଅଚାନକ ଗୋଟିଏ ମୋଡ଼ରେ ସୁଖ ଆଉ ଦୁଃଖ ଦୁଇ ଜଣ ଭେଟ ହୋଇଗଲେ। ଦୁଃଖ ସୁଖକୁ ପଚାରିଲା, ତୁମେ କେତେ ଭାଗ୍ୟଶାଳୀ ଅଟ। ଲୋକମାନେ ତୁମକୁ ପାଇବା ପାଇଁ ସବୁବେଳେ ଲାଗି ରହିଥାନ୍ତି। ସୁଖ ହସିଦେଇ କହିଲା, ଭାଗ୍ୟବାନ ମୁଁ ନୁହେଁ, ତମେ ଅଟ। ଦୁଃଖ ହଇରାଣ ହୋଇ କହିଲା, ତାହା କେମିତି? ସୁଖ ବଡ଼ ସତ୍ୟତା ସହିତ କହିଲା, ତୁମକୁ ପାଇ ଲୋକମାନେ ନିଜ ଲୋକଙ୍କୁ ମନେ ପକାନ୍ତି, କିନ୍ତୁ ଆଉ ମୋତେ ପାଇ ନିଜ ଲୋକମାନେ ବି ଭୁଲିଯାନ୍ତି। କ୍ରୋଧ ଏବଂ ଝଡ଼ ଦୁହେଁ ସମାନ ହୋଇଥାନ୍ତି। ଶାନ୍ତ ହେବା ପରେ ଯାଇକି ଜଣାପଡ଼ିଥାଏ କେତେ ପରିମାଣରେ କ୍ଷତି ହୋଇଛି। ଜୀବନରେ ବହୁତ ପ୍ରକାର ଭାବନା ଆସେ। କିଏ କହୁଛି ଯେତିକି ଦିନ ବଞ୍ଚିଥିବି ଭଲରେ କଟାଇବି। କିଏ ଭାବୁଛି ମୁଁ ଅମର ହୋଇ ଯାଆନ୍ତା କି? କିଏ ଭାବୁଛି ସରକାର ଇଚ୍ଛା ମୃତ୍ୟୁକୁ ଅନୁମତି ଦେଇଦିଅନ୍ତେ କି? କିଏ କହୁଛି ଜନ୍ମ ହୋଇ ଲାଭ ବା କ'ଣ, ଦିନେ ତ ମରିବାକୁ ପଡ଼ିବ। କିଏ କହୁଛି ଜୀବନର ଅନ୍ୟ ନାମ ଲଘୁ ଯନ୍ତ୍ରଣା। ଜୀବନରେ ସର୍ବଦା ତିନୋଟି ମନ୍ତ୍ର ମନେ ରଖ। ସୁଖ ସମୟରେ କାହାକୁ ପ୍ରତିଶ୍ରୁତି ଦେବ ନାହିଁ। କ୍ରୋଧ ସମୟରେ କାହାକୁ ଉତ୍ତର ଦେବ ନାହିଁ। ଦୁଃଖରେ କେବେ କୌଣସି ବିଚାର କରିବ ନାହିଁ। କେବେ କେବେ ବର୍ଷା ଦିନେ ପ୍ରବଳ ବର୍ଷା ହେଲେ ନଦୀରେ ବନ୍ୟା ଆସେ। ବନ୍ୟା ଛାଡ଼ିଗଲେ ନଦୀ ଜଳ କେବେ କ୍ଷୟ ଓ କ୍ଷତି କରିଛି ଜଣାପଡ଼େ। ଯେମିତି ଘୋଡ଼ା ମଦୁଆଟିଏ ଦେଶୀ ମଦ ପାନ କରି ସେହିଦିନ କ'ଣ କ୍ଷତି ନିଜର କିମ୍ବା ନିଜ ପରିବାରର କ୍ଷତି କରିଛି ତାର ନିଶା ଛାଡ଼ିଲେ ଜଣାପଡ଼େ। ନୁହେଁ କି ନିଜର ସବୁ ଏଠି ପର, ମିଛ ମାୟା ଏ ସଂସାର। ଦୁଃଖ ବେଲେ ଏଠି କେହି ନାହାନ୍ତି, ସୁଖ ବେଲେ ଏଠି ସଭିଏଁ ନିଜର। ଦୁଃଖ ବେଲେ ଏଠି ସଭିଏଁ ହେବେ ଦୂର। ସୁଖ ସମୟରେ ସମସ୍ତେ ପାଖକୁ ଆସନ୍ତି ଧାଇଁ। ଦୁଃଖ ପଡ଼ିଥିବା ପରିସ୍ଥିତି ଦେଖି ଯାଆନ୍ତି ସମସ୍ତେ ମୁହଁ ବୁଲାଇ। ଏହି ସ୍ୱାର୍ଥପର ଦୁନିଆରେ ସବୁ ଦେଖନ୍ତି ନିଜର ସ୍ୱାର୍ଥ। ସ୍ୱାର୍ଥ ସରିଗଲେ ସ୍ୱାର୍ଥରକ୍ତ ସମ୍ପର୍କ ବି ହୋଇଯାଏ ଏଠି ତୁଚ୍ଛ। ଚାଲନ୍ତୁ ଏବେ ଶୁଣିବା ଆର୍ଥିକ ସମସ୍ୟା ଏବଂ ପିତୃଦୋଷ କିଭଳି ଭାବରେ କଟିଯାଏ। ଜାତକର ପିତୃଦୋଷ ଥାଏ ଯଦି ଅମାବାସ୍ୟା ଦିନ 2ଟି ରୁଟି ଏବଂ ଚାଉଳ କ୍ଷୀରି ତିଆରି କରନ୍ତୁ। ରୁଟିରେ କ୍ଷୀରି ରଖିକରି ଏହାକୁ କାଉଙ୍କୁ ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ପିତୃଦୋଷ କଟିଯାଏ। ଯଦି ଘରେ ଅଶାନ୍ତି କଳି ଝଗଡ଼ାର ପରିବେଶ ରହିଥାଏ, ତେବେ ଏହାକୁ ଠିକ୍ କରିବା ପାଇଁ ରାନ୍ଧିବା ସମୟରେ ଶେଷ ରୁଟି କୁକୁରଙ୍କ ପାଇଁ ରଖିବା ଦ୍ୱାରା ପରିବେଶ ଠିକ୍ ହୋଇଯାଏ। ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ରୁଟି ଚିନି କିମ୍ବା ଅଟା ଚିନି ପିମ୍ପୁଡ଼ି ଏବଂ ଜନ୍ଦାକୁ ଖାଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିଥାଏ। ଚାଲନ୍ତୁ ଏବେ ଜାଣିବା କେତୋଟି ସ୍ୱପ୍ନର ଅର୍ଥ। ମୃତ ବ୍ୟକ୍ତି ସହ କଥା ହେବା ଅର୍ଥାତ୍ ଧନ ପ୍ରାପ୍ତି ହେବା। ଶବ ଦେଖିବା ଅର୍ଥାତ୍ ଭାଗ୍ୟ ବଦଳିବା। କାଉ ଦେଖିବା ଅର୍ଥାତ୍ ଘରକୁ ଅତିଥି ଆସିବା। କୋକେଇ ଦେଖିବା ଅର୍ଥାତ୍ ମନସ୍କାମନା ପୂର୍ଣ୍ଣ ହେବ। ଲାଲ ଶାଢ଼ୀରେ ସ୍ତ୍ରୀଙ୍କୁ ଦେଖିବା ଅର୍ଥାତ୍ ଗୁପ୍ତଧନ ପ୍ରାପ୍ତି ହେବ। ବଇଁଶୀ ଦେଖିବା ଅର୍ଥାତ୍ ଦାମ୍ପତ୍ୟ ଜୀବନ ସୁଖୀ ହେବ। ପେଚା ଦେଖିବା ଅର୍ଥାତ୍ ଧନହାନି ହେବ। କଇଁଛ ଦେଖିବା ଅର୍ଥାତ୍ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ହେବ। ବିଧବା ସ୍ତ୍ରୀ ସହ କଥା ହେବା ଅର୍ଥାତ୍ ଶୁଭ ଖବର ପ୍ରାପ୍ତ ହେବ।
କ୍ଷମା ମାଗିବା ଅର୍ଥ ନୁହେଁ ଯେ ଆମେ ଅନ୍ୟମାନଙ୍କ ସାମ୍ନାରେ ଛୋଟ ହୋଇଗଲୁ। କ୍ଷମାର ଅର୍ଥ ଏହା କି ଆମେ ଆମ ଅହଙ୍କାରଠାରୁ ଅଧିକ ଆମ ସମ୍ପର୍କକୁ ମହତ୍ତ୍ୱ ଦେଉଛୁ। ରହିଯାଇଥିବା ଲୋକଙ୍କ ସହିତ ଭଲ ବ୍ୟବହାର କରନ୍ତୁ, କାହିଁକି ନା ତଳକୁ ଆସିବା ସାମ୍ନା ଏଇମାନେ ହିଁ ସବୁ ମୋଡ଼କୁ ଆପଣଙ୍କୁ ସାକ୍ଷାତ କରିବେ। ସନ୍ଦେହ ଏପରି ଏକ ଭୟଙ୍କର ରୋଗ ଯାହାର କୌଣସି ଔଷଧ ନାହିଁ। ଏହି ସନ୍ଦେହ ପାଇଁ ବେଳେ ବେଳେ କାହାର ସୁନାର ସଂସାର ଭାଙ୍ଗିଯାଏ ତ ପୁଣି କେତେବେଳେ ଅତି ନିବିଡ଼ ସମ୍ପର୍କ ଭିତରେ ବି ଶତ୍ରୁତା ସୃଷ୍ଟି ହୋଇଯାଏ। କାହା ଉପରେ କ୍ରୋଧଠାରୁ କାନ୍ଦିବା ବହୁତ ଭଲ ହୋଇଥାଏ, କାହିଁକି ନା କ୍ରୋଧ ଅନ୍ୟକୁ କଷ୍ଟ ଦେଇଥାଏ, କିନ୍ତୁ ଲୁହ ଚୁପଚାପ ଆତ୍ମାରୁ ବୋହି ହୃଦୟକୁ ସ୍ୱଚ୍ଛ କରିଦିଏ। ଯାହା ତୁମ ପାଖରେ ନାହିଁ ତାକୁ ପାଇବା ପାଇଁ ଆତୁର ହେବାଠାରୁ ଯାହା ତୁମ ପାଖରେ ଅଛି ତାକୁ ନେଇ ଶାନ୍ତିରେ ରହିବା ଅଧିକ ଭଲ। ମିଥ୍ୟାର ଦମନ ପାଇଁ ଭଗବାନ ସବୁବେଳେ ସତ୍ୟର ସାହାରା ନେଇଥାନ୍ତି। ଆପଣ ଯଦି ଠିକ୍ ରାସ୍ତାରେ ଥାଇ ଅସୁବିଧା ଭୋଗୁଛନ୍ତି, ତେବେ ବୁଝିଯାଆନ୍ତୁ ଠାକୁରଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ଅଛି। ଧୈର୍ଯ୍ୟର ସହ ସାମ୍ନା କରନ୍ତୁ। ଏ ସମୟ ଦିନେ ନା ଦିନେ ଚାଲିଯିବ। ଗ୍ରାମରେ ନିମଗଛ କମିବାରେ ଲାଗିଛି। ଘରେ ଘରେ ତିକ୍ତତା ବଢ଼ିବାରେ ଲାଗିଛି। କଥାରେ ମଧୁରତା କମିବାରେ ଲାଗିଛି। ଶରୀରରେ ମଧୁରତା ବଢ଼ିବାରେ ଲାଗିଛି। କେହି ଜଣେ ମହାପୁରୁଷ ସତ କହି ଯାଇଥିଲେ, ଯେତେବେଳେ ପୁସ୍ତକ ରାସ୍ତା କଡ଼ରେ ବିକ୍ରି ହେବ ଆଉ ଜୋତା ସୋରୁମରେ, ସେତେବେଳେ ଜାଣିବେ ଯେ ଲୋକଙ୍କୁ ଜ୍ଞାନର ନୁହେଁ ଜୋତାର ଆବଶ୍ୟକ ଅଛି। ଜୀବନରେ ଯେଉଁ ଲୋକମାନେ ଆପଣଙ୍କ ଠାରୁ ଦୂରେଇବାକୁ ଚାହାନ୍ତି, ପ୍ରଥମେ ଆପଣଙ୍କୁ କୌଣସି ଏକ ମାଧ୍ୟମରେ ଦୋଷୀ କରିଦିଅନ୍ତି ଓ ପରେ ନିଜ ଦୋଷ ଅନ୍ୟ ଉପରେ ଲଦି ଦେଇ ଦୂରେଇ ଯାଆନ୍ତି। ପରିଶ୍ରମ କରୁଥିବା ଲୋକ କେବେ ଭୋକରେ ଶୁଏ ନାହିଁ। ଖରାପ ଚିନ୍ତା କରୁଥିବା ଲୋକର କେବେ ପେଟ ପୁରେ ନାହିଁ। ଆକାଶର ଉଚ୍ଚରେ ଉଡ଼ୁଥିବା ପକ୍ଷୀ ମଧ୍ୟ ଗର୍ବ କରେ ନାହିଁ। ସେ ଜାଣେ ବସିବା ପାଇଁ ଆକାଶରେ ସ୍ଥାନ ନାହିଁ, ତଳକୁ ଓହ୍ଲାଇବାକୁ ପଡ଼ିବ। ସେଥିପାଇଁ ଜୀବନରେ ଗର୍ବ କରିବା ଉଚିତ ନୁହେଁ। ଯଦି ଆଜିର ଅନୁଚିନ୍ତା ଆପଣମାନଙ୍କୁ ପସନ୍ଦ ଆସିଲା, ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ, କାହିଁକି ନା ଏହିଭଳି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ରହୁଛି। ଓଁ ସାଇରାମ, ଜୟ ସାଇ।